ଶରୀରଦାତା ହଜାରୀ ବରାଡ଼ଙ୍କ ସ୍ମୃତିଚାରଣ ସଭାରେ ସ୍ୱେଚ୍ଛାକୃତ ଶରୀର ଦାନ ପାଇଁ ସଂକଳ୍ପ। ଶରୀର ଦାନ ମହତ ଦାନ। ସାଧାରଣତଃ ପଞ୍ଚମହାଭୂତରେ ଗଢ଼ା ଶରୀରଟି ମୃତ୍ୟୁ ପରେ ସେହି ପଞ୍ଚାମହାଭୂତରେ ହିଁ ଲୀନ ହୋଇଯାଇଥାଏ। କିନ୍ତୁ ବିଜ୍ଞାନର ଅଗ୍ରଗତି ଯୋଗୁଁ ମୃତ ଶରୀରକୁ ମଧ୍ୟ ଚିକିତ୍ସା ବୈଜ୍ଞାନିକ ଶିକ୍ଷା ଓ ଗବେଷଣା କାର୍ଯ୍ୟରେ ଲଗାଯାଇ ଶବକୁ ଶିବରେ ପରିଣତ କରିବାର ପ୍ରୟାସ, ଯାହାକି ଶରୀର ଦାନ ଆନ୍ଦୋଳନ ରୂପେ ଆମ ରାଜ୍ୟ ସହ ଆମ ଜିଲ୍ଲାରେ ବି ଆରମ୍ଭ ହୋଇଯାଇଛି। ଫଳସ୍ୱରୂପ ଚଳିତ ମାସ 9 ତାରିଖରେ ଶରଣକୂଳ ନିକଟସ୍ଥ କଟରାଝରି ଗ୍ରାମର ବରିଷ୍ଠ କୃଷକ ନେତା ତଥା ଦରଦୀ ମଣିଷ ହଜାରୀ ବରାଡ଼ଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ପରେ ଚିକିତ୍ସାଳୟକୁ ଶରୀର ଦାନ କରିବାର ଅଙ୍ଗୀକାରବଦ୍ଧତାକୁ ସମ୍ମାନ ଜଣାଇ ପରିବାରବର୍ଗଙ୍କ ସମ୍ମତିକ୍ରମେ ତାଙ୍କ ସୁପୁତ୍ର ପବିତ୍ର ଇନ୍ଦ୍ରଜିତ ପାରମ୍ପରିକ ଶବ ସଂସ୍କାର କାର୍ଯ୍ୟକୁ ପଛରେ ପକାଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ଶବ ଦାନ କରି ନୟାଗଡ଼ ଜିଲ୍ଲାର ପ୍ରଥମ ଶରୀର ଦାନ କାର୍ଯ୍ୟ କରି ଏକ ଉତ୍ତମ ଉଦାହରଣ ଦେଖାଇବା ସହିତ ସ୍ୱାସ୍ଥ୍ୟ ଓ ସମାଜସେବା ଦିଗରେ ଏକ ଇତିହାସ ସୃଷ୍ଟି କରିପାରିଛନ୍ତି। ଆଜି ସେହି ମହାନ ଦାତାଙ୍କ ସ୍ମୃତିଚାରଣ ନିମନ୍ତେ ବିଶିଷ୍ଟ ସାମ୍ୟବାଦୀ ନେତା ତଥା ସୁସାହିତ୍ୟକ ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ କଟରାଝରି ଗ୍ରାମ ମଣ୍ଡପଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ଶରୀର ଦାନ ଆନ୍ଦୋଳନର ବରିଷ୍ଠ ସେନାପତି ଦେବେନ୍ଦ୍ର ସୁତାର ମୁଖ୍ୟ ଅତିଥି ରୂପେ ଏବଂ ପ୍ରକୃତି ବନ୍ଧୁ ଅନାଦିଚରଣ ମହାନ୍ତି, ପରିବେଶ ତଥା ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀ, ଡାକ୍ତର ରାକେଶ କୁମାର ସାହୁ, ସମାଜସେବୀ ସନ୍ତୋଷ କୁମାର ଷଡ଼ଙ୍ଗୀ, ଭଗବାନ ସାହୁ, ପାଣ୍ଡବ ନାୟକ, ବିଭୁ ପ୍ରସାଦ ମିଶ୍ର, କାମାକ୍ଷ ପ୍ରସାଦ ଦାସ, ପରମାନନ୍ଦ ସ୍ୱାଇଁ ତଥା ବହୁ ବିଶିଷ୍ଟ ସଂସ୍କାରବାଦୀ ଜନନେତାମାନେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ହଜାରୀ ବରାଡ଼ଙ୍କ ସ୍ମୃତିଚାରଣ ସହ ଶରୀର ଓ ଅଙ୍ଗଦାନର ବିଭିନ୍ନ ଦିଗ ସମ୍ବନ୍ଧେ ଆଲୋକପାତ କରିଥିଲେ। ଜିଲ୍ଲା ମଧ୍ୟରେ ଏହାକୁ ଏକ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପସ୍ଥିତ ଶରୀରଦାତା ଓ ସଂଯୋଜକମାନେ ସଂକଳ୍ପବଦ୍ଧ ହୋଇ ଆଗାମୀ ଦିନ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲେ। ଅତିଥିମାନେ ପୂର୍ବରୁ ଶରୀର ଦାନ କରିବା ସକାଶେ ପଞ୍ଜୀକୃତ ଦାତା କବି ପରମାନନ୍ଦ ସ୍ୱାଇଁ, ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ, ବରିଷ୍ଠ ଶିକ୍ଷକ ଡକ୍ଟର ଗିରିଜାଶଙ୍କର ମହାପାତ୍ରଙ୍କ ସମେତ 10 ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ 25 ଜଣ ନୂତନ ପଞ୍ଜୀକୃତ ଦାତାମାନଙ୍କୁ ସ୍ୱାଗତ କରି ଜିଲ୍ଲା ମଧ୍ୟରେ ଶରୀର ଦାନ ଆନ୍ଦୋଳନକୁ ଆଗେଇ ନେଇଥିଲେ। ସ୍ୱର୍ଗତ ବରାଡ଼ ମହାଶୟଙ୍କ ସୁପୁତ୍ର ତଥା ଶରୀର ଦାନ ସଂଯୋଜକ ପବିତ୍ର ଇନ୍ଦ୍ରଜିତ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ତଥା ଗ୍ରାମବାସୀମାନଙ୍କୁ ଏହି ମହାନ ସଂସ୍କାରବାଦୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ହଜାରୀ ବରାଡ଼ ଅମର ରହେ ସ୍ଲୋଗାନ ପୂର୍ବକ ସଭା ସମାପ୍ତ ହୋଇଥିଲା। ପବିତ୍ରଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତଥା ଜିଲ୍ଲାବାସୀଙ୍କ ପାଇଁ ପ୍ରଶଂସନୀୟ। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।